ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। ମରିଛନ୍ତି ଯୀଶୁ ଆମ ପାଇଁ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଗୌରବମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଯିଶାୟାଙ୍କ ପୁସ୍ତକ 53 ଅଧ୍ୟାୟର ପ୍ରଥମ ପଦରେ ଆମେ ଏହିପରି ପାଠ କରୁ, ଆମ୍ଭମାନଙ୍କ ସମ୍ବାଦ କିଏ ବିଶ୍ୱାସ କରିଅଛି ଓ ସଦାପ୍ରଭୁଙ୍କର ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। ଈଶ୍ୱରଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି। ବାହୁର ଅର୍ଥ ହସ୍ତ, ଯାହା ଶକ୍ତିର ପ୍ରତୀକ। ଯେତେବେଳେ ଯିଶାୟ ପଚାରନ୍ତି ସଦାପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି, ଏହାର ଅର୍ଥ ଈଶ୍ୱରଙ୍କର ଶକ୍ତି କିଏ ଦେଖିଛି। ଈଶ୍ୱରଙ୍କର ବାହୁ ଜୟବନ୍ତ ଓ ସକ୍ଷମ ଅଟେ। ଗୀତ ରଚକ ଲେଖନ୍ତି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର, କାରଣ ସେ ଆଶ୍ଚର୍ଯ୍ୟ କର୍ମ କରିଅଛନ୍ତି। ତାହାଙ୍କ ଦକ୍ଷିଣ ହସ୍ତ ଓ ତାହାଙ୍କ ପବିତ୍ର ବାହୁ ତାହାଙ୍କ ପକ୍ଷରେ ପରିତ୍ରାଣ ସାଧନ କରିଅଛି। ଯେତେବେଳେ ଈଶ୍ୱର ଦେଖିବାକୁ ଆରମ୍ଭ କଲେ ଯେ ପାପ ପଙ୍କରେ ପତିତ, ପୁଣି ଅନନ୍ତ ଅଗ୍ନିର ମୃତ୍ୟୁର ଗର୍ତ୍ତରେ ପତିତ ମାନବ ଜାତିକୁ ମୁକ୍ତ କରିବା ନିମନ୍ତେ କିଏ ଅଛି, ସେତେବେଳେ କେହି ନଥିଲେ ରକ୍ଷା କରିବା ପାଇଁ। ଈଶ୍ୱର କହନ୍ତି, ଆମ୍ଭର ବାହୁ ତୁମ୍ଭକୁ ଧରି ରଖିଲା। ତେବେ ଏହି ବାହୁ କିଏ? ଈଶ୍ୱରଙ୍କର ବାହୁ ତାହାଙ୍କ ପ୍ରିୟପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଛଡ଼ା ଅନ୍ୟ କେହି ନୁହନ୍ତି। ପ୍ରଭୁ ଶ୍ରୀଖ୍ରୀଷ୍ଟ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲେ। ମନୁଷ୍ୟ ଜାତିକୁ ରକ୍ଷା କରିବା ନିମନ୍ତେ ସେ କ୍ରୁଶର ଭୟାନକ, ଅପମାନଜନକ ଓ ଅଭିଶପ୍ତ ମୃତ୍ୟୁବରଣ କଲେ। ଘଟଣା ଏଇଠି ଶେଷ ହେଲା ନାହିଁ। ତୃତୀୟ ଦିନରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ପୁଣି ସେ ମୃତ୍ୟୁର ନାହୁଡ଼କୁ ଭାଙ୍ଗିଦେଲେ, ସମାଧିର ବଳକୁ ନଷ୍ଟ କଲେ ତଥା ଶୈତାନକୁ ପରାଜିତ କଲେ। ଈଶ୍ୱରଙ୍କର ଏହି ବଳବନ୍ତ ବାହୁ ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟ 2000 ବର୍ଷ ପୂର୍ବେ ଏହି ଧରାପୃଷ୍ଠରେ ପ୍ରକାଶିତ ହୋଇଥିଲେ। ଲୋକେ ତାହାଙ୍କୁ ଦେଖିଲେ, ପୁଣି ତାହାଙ୍କ ମୃତ୍ୟୁ ପୁନରୁତ୍ଥାନରେ ବିଶ୍ୱାସ କଲେ। ସେମାନେ ପରିତ୍ରାଣ ପ୍ରାପ୍ତ ହେଲେ, ଅର୍ଥାତ୍ ପାପରୁ ମୁକ୍ତି ପ୍ରାପ୍ତ ହେଲେ। ଈଶ୍ୱରଙ୍କର ବାହୁ ଯେପରି ଆପଣଙ୍କ ଉପରେ ମଧ୍ୟ ପ୍ରକାଶିତ ହେବ ତଥା ଆପଣ ଯେପରି ତାହାଙ୍କଠାରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହେବେ, ପ୍ରଭୁଙ୍କ ଚରଣ ତଳେ ଆପଣଙ୍କ ପାଇଁ ଆମର ପ୍ରାର୍ଥନା।